ଶିଳ୍ପାୟନର ଏହି ମହାକୁମ୍ଭ ଯୁବପିଢ଼ିର ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ରାଜ୍ୟ ଅର୍ଥନୀତିକୁ ଏକ ନୂତନ ଦିଶା ଦେବାରେ ଇଏ ନିଶ୍ଚିତ ଭାବରେ ଆଗକୁ ଦୃଢ଼ତାର ସହିତ ଆଗକୁ ବଢ଼ୁଛି। ଏହା କେବଳ ଏକ ଶିଳ୍ପଭିତ୍ତିକ ସମାବେଶ ନୁହେଁ, ବରଂ ଏହା ସମୃଦ୍ଧ ଓଡ଼ିଶା ଗଠନର ଏକ ମହାନ ଯଜ୍ଞ। ଆମ ସରକାରଙ୍କର ଏହା ହେଉଛି ପଞ୍ଚମ ଶିଳାନ୍ୟାସ ଏବଂ ଉଦ୍ଘାଟନ। ଇଏ ହେଉଛି ପର୍ବ। ଆପଣମାନେ ସମସ୍ତେ ଜାଣିଥିବେ, ଆମେ ପ୍ରଥମରେ 3 ଏପ୍ରିଲ 2025ରେ ଏହି ଖୋର୍ଦ୍ଧା ଜିଲ୍ଲାର ହଳଦିଆପଦାଠାରେ ଆମେ ପ୍ରଥମ ଆମର ଶିଳାନ୍ୟାସ ଏବଂ ଶୁଭ ଉଦ୍ଘାଟନର ଏ ଉତ୍ସବ ଆପଣମାନଙ୍କର ପାଖରେ ଆମେ ରଖିଥିଲୁ। ସେହିଭଳି ଭାବରେ ଆମେ ଯାଜପୁରର କଳିଙ୍ଗନଗରଠାରେ 22 ମେ 2025ରେ ଏବଂ 5 ଜୁନ 2025ରେ ଛତ୍ରପୁର ଗଞ୍ଜାମରେ, OUAT ଭୁବନେଶ୍ୱରରେ 15 ସେପ୍ଟେମ୍ବର 2025ରେ, 27 ଜାନୁଆରୀ 2026ରେ ସମ୍ବଲପୁରଠାରେ ଏବଂ 28 ଜାନୁଆରୀ 26 ରାଉରକେଲାଠାରେ ଏହିଭଳି ଭାବରେ 5ଟି ଆମେ ଶିଳାନ୍ୟାସ ଆଉ ଉଦ୍ଘାଟନ ପର୍ବ ଆମେ କରିସାରିଛୁ। ଆଜି ଯେଉଁ ଖୋର୍ଦ୍ଧା ଜିଲ୍ଲାର ଯେଉଁ 24ଟି ପ୍ରକଳ୍ପର 21,778 କୋଟି ଟଙ୍କା ଏବଂ 40,000 ନିଯୁକ୍ତି, ଯଦି ଏହାକୁ ଆମେ ଯଦି ମିଶାଇବା ଗତ ହଳଦିଆପଦାଠାରେ ଏବଂ ଆଜି ଏଇ ଯେଉଁ ପ୍ରକଳ୍ପ ହେଲା, ସେଥିରେ ସମୁଦାୟ 27,594 କୋଟି ଟଙ୍କାର ନିବେଶ ବା ବିନିଯୋଗ ଏବଂ 77,000 ନିଯୁକ୍ତିର ସୃଷ୍ଟି ହେବାର ଇଏ ସୁନିଶ୍ଚିତ। ଇଏ କେବଳ ଆପଣଙ୍କର ଖୋର୍ଦ୍ଧା ଜିଲ୍ଲାରେ। ଥରେ ଆପଣମାନେ ନିଶ୍ଚିତ ଭାବରେ ଯାହା ଭାବୁଥିଲେ ଶିଳ୍ପ ହେବ ଏବଂ କଳକାରଖାନା ଗଢ଼ି ଉଠିବ ଆମ ଅଞ୍ଚଳରେ, କିନ୍ତୁ ଆମ ଅଞ୍ଚଳର ପିଲାମାନେ ଏଥିରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ ତ? ବାସ୍ତବିକ ଏଭଳି ଭାବରେ ଅନେକ ଆଶା ଆକାଂକ୍ଷା ଭିତରେ ଆପଣମାନେ ମଧ୍ୟ ବହୁ ସମୟରେ ଭାବନ୍ତି ଯେ ଆମ ପିଲାମାନଙ୍କର ଭବିଷ୍ୟତ କ'ଣ ହେବ, ଆମ ପିଲାମାନେ କେମିତି ନିଯୁକ୍ତି ପାଇବେ, ଚାକିରି ପାଇବେ, ଜବ୍ ପାଇବେ ଏବଂ ସେମାନେ ଏ ଶିଳ୍ପ ସହିତ ଓଡ଼ିଶା ସରକାରଙ୍କର ସହିତ ଯୋଡ଼ି ହେବେ। ଆଜି ସେ ସମୟ ଆପଣଙ୍କର ହାତ ମୁଠାରେ। ଆଜି ଏ କାର୍ଯ୍ୟକ୍ରମ ଆଉ ସେ ସମୟ ନାହିଁ ଯେ ଆମକୁ ଅପେକ୍ଷା କରିବା ପାଇଁ ପଡ଼ିବ। ଆଉ ସେଥିପାଇଁ ଆଜି ଆମେ ଗୋଟିଏ ପରେ ଗୋଟିଏ ଶିଖର ଇଏ ସ୍ତରକୁ ପହଞ୍ଚି ଯାଉଛୁ। ଏଥିରେ ଗୋଟିଏ କଥା ଦେଖନ୍ତୁ, ଆଜି ମଞ୍ଚରେ ବସିଥିବା ଆଜି ଅନେକ ଉଦ୍ୟୋଗୀ ପୁଞ୍ଜିନିବେଶକାରୀ ଯେଉଁମାନେ ଏଠି ଚେୟାରମ୍ୟାନ୍ ଅଛନ୍ତି, ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି, ଯେଉଁମାନେ ବିଭିନ୍ନ ଶିଳ୍ପର ମାଲିକ ଅଛନ୍ତି, ଆଜି ଆପଣମାନଙ୍କର ଗହଣରେ ଆଜି ଏଠି ଉପସ୍ଥିତ ରହିକି ଆଜି ସୁନିଶ୍ଚିତ କରିଦେଉଛନ୍ତି ସାରା ଭାରତ ବର୍ଷରେ ଯେ ଓଡ଼ିଶା ଏକ ଶିଳ୍ପର ହବ୍ ହେବ। ଆଉ ସେଥିପାଇଁ ସେମାନେ ଆମକୁ ଏଠି ଉପସ୍ଥିତ ରହିକରି ପ୍ରମାଣିତ କରି ଯାଉଛନ୍ତି ଯେ ଓଡ଼ିଶା ଏକ ଉତ୍କୃଷ୍ଟ ରାଜ୍ୟ, ଯେଉଁଠିକି ଆମେ ଶିଳ୍ପ ଇନଭେଷ୍ଟମେଣ୍ଟ କରିବାରେ ଅସୁବିଧା ନାହିଁ। ସମସ୍ତ ପ୍ରକାରର ସୁବିଧା ସୁଯୋଗ ଆଜି ଓଡ଼ିଶା ସରକାର ଆମକୁ ଦେଉଛନ୍ତି ଏବଂ ସେଥିପାଇଁ ଇଏ ସଭା ହେବା ପୂର୍ବରୁ ମଧ୍ୟ ଆମେ ଗୋଲ ଟେବୁଲ ବୈଠକ ଯେଉଁ ବସିଥିଲୁ ସମସ୍ତ ଶିଳ୍ପ ଉଦ୍ୟୋଗୀମାନଙ୍କର ସହିତ ସମସ୍ତେ ଅତ୍ୟନ୍ତ ଏଥିରେ ଏ କାମ ପାଇଁ ଖୁସି ଅଛନ୍ତି। ସେଦିନ ଯେଉଁ 3 ଏପ୍ରିଲ 2025ରେ ଯେଉଁ ପ୍ରୋଜେକ୍ଟ ଗୁଡ଼ିକ ଆମେ ଗ୍ରାଉଣ୍ଡ ବ୍ରେକିଂ କରିଥିଲୁ, ଆଜି ତାହାର ଶୁଭାରମ୍ଭ ବା ଆଜି ତାହାର ଶୁଭ ଉଦ୍ଘାଟନ ଆମେ କରିବାର ସୁଯୋଗ ମଧ୍ୟ ପାଇଲୁ। ଏତେ କମ୍ ଦିନରେ ସେମାନେ ଆସିକି ଏଠି ପ୍ରୋଜେକ୍ଟ କରିଲେ। ବାଁ ପଟେ ଆମର ଯେଉଁ ଏଠି ରହିଛି ସମସ୍ତ ପ୍ରଦର୍ଶନୀ ରହିଛି, ଏଠି ଆମେ ତା ଭିତରୁ ଆମେ ଆଜି ଦେଖିବା ପାଇଁ ପାଇଲୁ ଯେ ସେମାନେ ଆଜି ତାଙ୍କର ପ୍ରୋଜେକ୍ଟର କାମ ମଧ୍ୟ ଶୁଭାରମ୍ଭ କରିସାରିଛନ୍ତି। ଇଏ ବାସ୍ତବିକ ଓଡ଼ିଶା ପାଇଁ ଗୋଟେ ଆମ ପାଇଁ ବଡ଼ ସୁଯୋଗ। ଆଉ ସେ ସୁଯୋଗରେ ଆମେ ତାହାର ସମ୍ପୂର୍ଣ୍ଣ ଭାବରେ ଲାଭ ଉଠାଇ ଚାଲିଛୁ। ଓଡ଼ିଶା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଦ୍ରୁତ ଗତିରେ ଇଏ ଅଗ୍ରସର ହେଉଛି ଶିଳ୍ପାୟନ ଦୃଷ୍ଟିକୋଣରୁ। ନିର୍ବାଚନ ପୂର୍ବରୁ ଆମେ ପ୍ରତିଶ୍ରୁତି ବି ଦେଇଥିଲୁ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଜରିଆରେ ଆମେ ଶିଳ୍ପ ସମୃଦ୍ଧିର ଲକ୍ଷ୍ୟକୁ
स्टेप बाय स्टेप पूरण करुछु। आज जो प्रकल्प गुड़िकर शुभारंभ है से अधिकांश 2024 जून मास पर यह अप्रूवाल होता बा अनुमोदित होता। एणु गत जून रू ए जून है नहीं, ये अप्रैल मास अर्थात 10 मास 11 मास 9 मास सुधा आमे से प्रकल्प गुड़ी को आज ताहार शुभारंभ करिबारे सक्षम हो पारिछु। अल्प समय मध्य उत्पादन आरंभ हवा आमर ये दक्षतार होउची प्रमाण। तेणु आमे केवल प्रतिश्रुति देउना कार्यकारी मध्य आमे ताकू प्रमाणित करूछु। व्हाट वी से वी डू, जहा कहू ताहा करिकी देखाऊ। यह ही नुआ ओडिशा और विकसित भारतर ये परिचय एवं आमर प्रतिबद्धता। आगामी 2-3 वर्ष ओडिशा केवल संभावनार राज्य होकर रही नहीं, बरं यह एक पूर्ण समृद्धि संपन्न राज्य भाव विश्व दरबार रे आज उभा होइछि एवं भारत वर्ष रे आमर श्रेष्ठता इन्वेस्टमेंट दृष्टिकोण कार्यकारिता दृष्टिकोण आज आमे संपूर्ण भाव रे रेडी टू इंडस्ट्री दृष्टिकोण आज ओडिशा भारत वर्ष रे स्वतंत्र स्थान हासिल करी आमे सबुठारु शीर्ष रे अछंती। यशस्वी प्रधानमंत्री श्री नरेंद्र मोदी जी आत्मनिर्भर भारत परिकल्पनार ये सफल रूपायन रे ओडिशा एक मुख्य और शक्तिशाली स्तंभ हो साजिब। पूर्वर आमको जो सामग्री विषय विदेश आमदानी करने पड़ूला सेगुड़िकर आम खोर्धा माटी तैयारी हेब। यही सफलता आम गर्व और निश्चित भाव में गौरवर विषय। ओडिशा रे निर्मित सामग्री विश्व बाजार को जीव एवं आम शिल्प व्यवस्था को आहरी स्वावलंबी कर गढ़ी तोड़बारे सहायक हब। ओडिशा विल बी ए मेजर पिलर ऑफ आत्मनिर्भर भारत। आज ओडिशा व्यापक आकार में भित्तिभूमि निर्माण करुछि। चलित बजेट रे भित्तिभूमि पाई आम सरकार लोकंकर सरकार अर्थात आपण मानकर सरकार आमे सबुठारु बड़ प्राधान्य देइछु आमर भित्तिभूमि उपरे इंफ्रास्ट्रक्चर डेवलपमेंट उपरे। सेथिपाई कैपिटल एक्सपेंडिचर को मध्य आमे वृद्धि करिसंती एवं 72,000 कोटी अधिक टंकार आमे पुंजी निवेश करुछु एवं भित्तिभूमि निर्माण करुछु जो थिरे कि आज जोठी शिल्प हवा पाई जाउछि, आज जोठी व्यवसाय हवा पाई जाउछि, आज आमे जोठी पोर्ट ट्रांसपोर्टेशन करिया पाई जाउछु ताहार कम्युनिकेशन सहित समस्त भित्तिभूमि को सुदृढ़ करिबा पाई आज भारत वर्ष रे सबुठारु अधिक अर्थात आम राज्य जीडीपी रो प्राय 6.5% यह भित्तिभूमि निर्माण हवा सहित आज रोजगार मध्य सृष्टि करिबारे एक श्रेष्ठता प्रतिपादन करिया पाई जाउछि आम ओडिशा।